हरे कृष्ण नमस्कार बंधुगण ये अनंत भक्ति सुधा चैनल रु आपण मानकु अनेक अनेक धन्यवाद। आसंतु एई गप माध्यम रे सुशिक्षा शुणुथिबा चैनल अनंत भक्ति सुधारे आजी शुणिबा कृष्ण काली। आमे समस्ते कही थाउ कृष्ण जीए काली सीए, तेबे वास्तविक यार रहस्य कौन? आसंतु এই সুন্দর পৌরাণিক উপাখ্যানটি শুনিবা যে কৃষ্ণ কালী বৃন্দাবনর রাধারাণী এবং গোপীমানে ସମସ୍ତେ ଯମୁନା କୂଳକୁ ଯାଇ କାତ୍ୟାୟନୀ ପୂଜା କରନ୍ତି। କାତ୍ୟାୟନୀ ଅର୍ଥାତ୍ ଦୁର୍ଗା ଦେବୀଙ୍କର ପୂଜା ଆରାଧନା କରନ୍ତି। ତାଙ୍କର ପୂଜା ଆରାଧନା କରିବାର ଉଦ୍ଦେଶ୍ୟ ଯେ କୃଷ୍ଣଙ୍କୁ ପତି ରୂପରେ ପାଇବା ପାଇଁ। ଫୁଲ ଚନ୍ଦନ ଦେଇ ପ୍ରଣାମ କରି କୁହନ୍ତି, ହେ କାତ୍ୟାୟନୀ ଦେବୀ, କାତ୍ୟାୟନୀ ମହାମାୟୀ ମହାଦେବୀ ନଦୀଶ୍ୱରୀ ନନ୍ଦ ଗୋପ ସୁତଂ ଦେବୀ ପତିମେ କୁରୁତେ ନମଃ। କାତ୍ୟାୟନୀ ଚରଣରେ ଫୁଲ ଚନ୍ଦନ ଦେଇ ପୁଷ୍ପାଞ୍ଜଳି ଦେଇ କୃଷ୍ଣଙ୍କୁ ପତି ରୂପରେ ପାଇବା ପାଇଁ ଦୈନନ୍ଦିନ ଛଳନା କରି ଆସି ଯମୁନା କୂଳକୁ କାତ୍ୟାୟନୀଙ୍କର ପୂଜା କରନ୍ତି। ଏ କଥା ତ କୃଷ୍ଣ ଜାଣିପାରିଛନ୍ତି ଅନ୍ତର୍ଯାମୀ। ଦିନେ କାତ୍ୟାୟନୀ ଦେବୀ ବି ପ୍ରସନ୍ନ ହୋଇଛନ୍ତି, ତାଙ୍କୁ ବି ଆଶୀର୍ବାଦ କରିଛନ୍ତି ଏବଂ ଦିନକର କଥା କୃଷ୍ଣ ଆସିଛନ୍ତି ଯମୁନା କୂଳକୁ ଏବଂ ଗୋପୀମାନଙ୍କ ସହିତ ଦେଖା ସାକ୍ଷାତ ବି ହେଇଛି। ସେହି ସମୟରେ କୃଷ୍ଣ ଗୋପୀମାନଙ୍କ ସହିତ ମଣ୍ଡଳୀ ଆକାର ଧାରଣ କରି ରାଧା ଏବଂ କୃଷ୍ଣ ନୃତ୍ୟ କରୁଛନ୍ତି। ତାଙ୍କର ଚାରିପଟରେ ସଖୀମାନେ ଗୋପୀମାନେ ମଧ୍ୟ ନୃତ୍ୟ କରୁଛନ୍ତି। ସେହି ସମୟର ଘଟଣା, ଜଟିଳା କୁଟିଳା ସେହି ଯମୁନାର କୂଳକୁ ପାଣି ଆଣିବା ପାଇଁ ଆସିଛନ୍ତି। କୁଟିଳା ହେଉଛି ଜଟିଳାର କନ୍ୟା, ଜଟିଳା କୁଟିଳା ମା ଆଉ ଝିଅ। এই মা ঝিଅ এই জটিଳାର ବହୁମା ହେଉଛନ୍ତି ଶ୍ରୀମତୀ ରାଧାରାଣୀ। ଅତଏବ ସେମାନେ ଯେତେବେଳେ ହଠାତ୍ ଦେଖିଦିଅନ୍ତି ଯମୁନା କୂଳରେ, ଆରେ ମୋର ବହୁମା ରାଧାରାଣୀ କୃଷ୍ଣଙ୍କ ସହିତ ନୃତ୍ୟ କରୁଛନ୍ତି, ରାଗରେ ଗରଗର ହେଇଗଲା। ସାଙ୍ଗେ ସାଙ୍ଗେ ଧାଇଁଗଲା ଘରକୁ। ଯାଇ ଜଟିଳା ଯିଏ ଶାଶୁ, ତାର ଝିଅ କୁଟିଳାକୁ କହିଲା, କୁଟିଳା ତୁ ଗୋଟେ କାମ କର, ମୋର ପୁଅ ଯିଏ ଅଭିମନ୍ୟୁ ବା ଆୟାନ, ତାକୁ ତୁ ସମସ୍ତ କଥା ମୋ ବୋହୁମାର କଥା କହ, କାରଣ ମୋ ମା ତ ବୋହୁମାର କଥାଟା କହିବାଟା ପୁଅ ପାଖରେ ଶୋଭା ପାଉନାହିଁ। ଅତଏବ ତୁ କହ, ସମସ୍ତ କଥା କହ। ରାଧାରାଣୀ ଯାଇ ଆୟାନ ଘରେ ପଶିଲା। କହିଲା, ଦାଦା ଦାଦା। ଆୟାନ ଶୋଇଥିଲା, ଉଠିଲା। କହିଲା, କ'ଣ ହେଲା ଭଉଣୀ କୁଟିଳା? ନା ଦେଖ, ମୋର ଯିଏ ଭାଉଜ ଯେ ଶ୍ରୀମତୀ ରାଧାରାଣୀ ଯମୁନା କୂଳକୁ ଯାଇ ପ୍ରତ୍ୟେକ ଦିନ ଯିଏ ଯାଉଛି, କହୁଛି କାତ୍ୟାୟନୀ ପୂଜା କରିବି, ସେ କାତ୍ୟାୟନୀ ପୂଜା ମିଛ। ଆଉ ଯାଇ କୃଷ୍ଣଙ୍କ ସହିତ ନୃତ୍ୟ କରୁଛନ୍ତି। କହିଲା, ହଁ। ଆଚ୍ଛା, ଏମନ୍ତ କଥା ମୁଁ ତ କେବେ ଜାଣିନାହିଁ। ଆୟାନ କହିଲା, ମୁଁ ତ କେବେ କଥା ଶୁଣି ନାହିଁ କି ଜାଣିନାହିଁ। ବାସ୍ତବିକ ତୁ କ'ଣ ସତ କହୁଛୁ? କୁଟିଳା କହିଲା, ତୁମେ ଯାଉନ, ଏଇ ଏବେ ଯାଅ, ଦେଖି ଆସିବ। ମୁଁ ନିଜେ ଦେଖି ଆସିଲି, ମୋ ସହିତ ମା ଥିଲେ ମଧ୍ୟ ଆମେ ଦିଅ ଦେଖି ଆସିଲୁ। ଆୟାନ ସାଙ୍ଗେ ସାଙ୍ଗେ ରାଗିକିରି ଉଠି ପଡ଼ିଲା, ହାତରେ ଖଡ଼ଗ ଧରି ପକାଇଲା। କହିଲା, କୁଟିଳା ମୁଁ ଯଦି ଏହା ସତ୍ୟ ବୋଲି ଦେଖିପାରେ, ବର୍ତ୍ତମାନ ଯାଉଛି ରାଧାରାଣୀଙ୍କର ଶିରଚ୍ଛେଦ କରିଦେବି। ସାଙ୍ଗେ ସାଙ୍ଗେ ଖଡ଼ଗ ଉତ୍ତୋଳନ କରି ଚାଲିଲା ସେଇ ଯମୁନା ନଦୀ କୂଳ। ପଛେ ପଛେ ମଧ୍ୟ କୁଟିଳା ଆଉ ଜଟିଳା ଯାଇଥାନ୍ତି। ଯେତେବେଳେ ଯାଇ ପାଖାପାଖି ପହଞ୍ଚି ଯାଉଛନ୍ତି, ସେତେବେଳେ ରାଧାରାଣୀଙ୍କର ଦୂରରୁ ଆଖି ପଡ଼ିଗଲା, ଆରେ ମୋର ଯିଏ ସ୍ୱାମୀ ଆସୁଛନ୍ତି, ତ କ'ଣ ହେବ? କହିଲେ, ହେ ପ୍ରଭୁ, କୃଷ୍ଣ ପାଖରେ ଶରଣାଗତ କହିଲେ, ହେ କୃଷ୍ଣ, ହେଇ ଦେଖନ୍ତୁ ମୋର ସ୍ୱାମୀ ଯିଏ ଆୟାନ ଏହି ହାତରେ ଖଡ଼ଗହସ୍ତ ହେଇ ରକ୍ତାକ୍ତ ମୁଖ ହେଇ ଅତୀବ ନିଷ୍ଠୁର ହୃଦୟରେ ମୋ ପାଖକୁ ଆଗେଇ ଆସୁଛି। ପ୍ରଭୁ ମୁଁ କ'ଣ କରିବି? ମୋତେ ଉଦ୍ଧାର କର, ମୋତେ କଳଙ୍କିନୀ ଉଦ୍ଧାର କର।
ଏକରେ ସମସ୍ତେ ମୋତେ କୁହନ୍ତି ଶ୍ୟାମ କଳଙ୍କିନୀ ବ୍ରଜପୁରରେ ମୁଁ ଶ୍ୟାମ କଳଙ୍କିନୀ ନାମରେ ନାମିତ। ଆଉ ଜଟିଳା କୁଟିଳା ମୋର ଶାଶୁ ଆଉ ନଣନ୍ଦ ତ ଯାହା ଅବସ୍ଥା ମୋ ପ୍ରତି ଅତ୍ୟାଚାର ଆଉ ପାପମତି କହିଲେ ନ ସରେ, ମୋତେ ଉଦ୍ଧାର କର, ରକ୍ଷା କର। ସେତେବେଳେ କୃଷ୍ଣ ଚିନ୍ତା କଲେ, ବାସ୍ତବିକ ମୋର ରାଧାରାଣୀକୁ ଉଦ୍ଧାର କରିବାର ମୋର ଅଭିଳାଷ ଅଛି, ଉଦ୍ଧାର କରିବାକୁ ହେବ। ଚିନ୍ତା କଲେ, କହିଲେ ଆୟାନ ତ କାଳୀ ଭକ୍ତ ନା, ମୁଁ ନିଶ୍ଚିତ এই ଆୟାନର ଉପାସକ ଦେବୀ, ମୁଁ କାଳୀ ରୂପ ଧାରଣ କରି ରାଧାରାଣୀଙ୍କୁ ବଞ୍ଚେଇବି, ଏଇ ଆୟାନକୁ ପ୍ରତାରଣା କରିବି। এই କଥା ସିନା ଚିନ୍ତା କଲେ, କିନ୍ତୁ ଟିକେ ବାହାନା କରି କହିଲେ ରାଧେ ମୁଁ କ'ଣ କରିପାରିବି, ଆୟାନ ତ ପାଖେଇ ଆସିଲାଣି, ମୋ ପାଖରେ କିଛି ଉପାୟ ଦେଖାଯାଉ ନାହିଁ, ନିଶ୍ଚିତ ତୁମର ମୃତ୍ୟୁ ସୁନିଶ୍ଚିତ। ରାଧାରାଣୀ ଆହୁରି କାକୁତି ମିନତି ହେଇଗଲେ, ଆହୁରି ଦେହାର୍ଦ୍ର ହେଇଗଲେ, ଆହୁରି ଦୁଃଖ କଷ୍ଟରେ ତାପିତ ହୃଦୟରେ କୃଷ୍ଣଙ୍କ ପାଖରେ ଶରଣାପନ୍ନ ହେଇଗଲେ। କହିଲେ ହେ ଗିରିଧାରୀ, ହେ ବଂଶୀଧାରୀ, ମୋର ନିବେଦନ ଟିକେ ଶୁଣନ୍ତୁ। ନିବେଦନ ଶୁଣ ଗିରିଧାରୀ, অভিনব প্রণয় পূজারী, নিবেদন শুন গিরিধারী। নয়নে নয়নে মিল প্রভু একবার, সদয় হৃদয়ে খেল নল কিশোর, পরশে সরস কর তনু মন মোর, প্রাণনাথ হও গিরিধারী, নিবেদন শুন গিরিধারী। বলে বৃন্দাবনচন্দ্র কি যায়। সেତେବେଳେ ରାଧାରାଣୀ କାକୁତି ମିନତି ହୋଇ କାନ୍ଦି କାନ୍ଦି କୃଷ୍ଣ ଚରଣରେ ଆତ୍ମସମର୍ପଣ କରି କହିଲେ, ପ୍ରଭୁ ତୁମେ ମୋତେ ବଞ୍ଚାଅ, ତୁମ ବିନା ମୋର ଆଉ କେହି ନାହିଁ ଏ ଜଗତରେ, ତୁମେ ଏକମାତ୍ର ପତି ଗତି ରକ୍ଷାକର୍ତ୍ତା ସବୁକିଛି, ତୁମେ ମୋର ପତି, ତୁମେ ମୋର ଗତି, ତୁମ ବିନା ଆନ ନାହିଁ ମୋର ଭୟ। କହିଲେ ଠିକ୍ ଅଛି ରାଧେ, ତୁମେ ଚିନ୍ତା କର ନାହିଁ, ମୁଁ ଯେକୌଣସି ଉପାୟରେ ତୁମକୁ ମୁଁ ରକ୍ଷା କରିବି। ତାପରେ ଆୟାନ୍ତ ଖଡ଼ଗ ହସ୍ତରେ ଆସୁଛି। ଏପଟେ କୃଷ୍ଣ ସାଙ୍ଗେ ସାଙ୍ଗେ କ'ଣ କଲେ ନା ଗୋଟିଏ ଚତୁର୍ଭୁଜ ରୂପ ଧାରଣ କରି କାଳୀ ରୂପ ଧାରଣ କଲେ। ହାତରେ ଖଡ଼ଗ ଅସ୍ତ୍ର ଧାରଣ କଲେ, ଗଳାରେ ମୁଣ୍ଡମାଳ, କାଳୀ ରକ୍ତାକ୍ତ ମୁଖ, ଏବଂ ଏଇଭଳି ଭାବରେ ଯେତେବେଳେ ଛିଡ଼ା ହେଇଛନ୍ତି ସେତେବେଳେ ରାଧାରାଣୀ ପୁଷ୍ପ ପ୍ରଦାନ କରୁଛନ୍ତି, ଲହ ଲହ ଜିହ ଦର୍ଶନ କରୁଛନ୍ତି, ମୁକ୍ତ କେଶୀ ପରା ଘଣ୍ଟା ଘୁଙ୍ଗୁରର ବାଦିନୀ ଏବଂ ତ୍ରିନୟନା ଆଉ ରଣବେଶା ରଜନୀ ଗହଣା ମୂର୍ତ୍ତି ଦର୍ଶନ କରୁଛନ୍ତି ରାଧାରାଣୀ। ଆଉ ପୁଷ୍ପ ଚନ୍ଦନ ଦେଇ ତାଙ୍କୁ ପୂଜା କରୁଛନ୍ତି, ଦେବୀ ବୋଲି ପୂଜା କରୁଛନ୍ତି। ପୂଜା ଆରମ୍ଭ সেই ସମୟରେ ଆୟାନ ଘୋଷ ପ୍ରବେଶ କଲେ, ଦେଖିଦେଲେ ଓ ଆରେ ଇଏ ତ ମୋର ଯେ ଇଷ୍ଟ କାଳୀ, ତାଙ୍କର ତ ରାଧାରାଣୀ ପୂଜା କରୁଛନ୍ତି, କାହିଁ ତ କୃଷ୍ଣ ଏଠି କେହି ନାହାନ୍ତି, କ'ଣ କୁଟିଳା ମୋତେ ମିଛ କଥା କହିଲା। ସାଙ୍ଗେ ସାଙ୍ଗେ ମନ ମଧ୍ୟରେ ପ୍ରସନ୍ନ ହେଇ କହିଲା, ଆରେ ରାଧାରାଣୀ ତ ମୋର ଆରାଧ୍ୟ କାଳୀର ପୂଜା କରୁଛି, ଶ୍ୟାମା କାଳୀର, ତାହେଲେ କୁଟିଳା ତ ମିଛ କଥା କହିଛି। କହିଲା କୁଟିଳା ତୁ ଏଡ଼େ ମିଛବାଦୀ, ରାଧାରାଣୀ ସତୀ, ସେ ମୋର ଆରାଧ୍ୟା, ଯିଏ କାଳୀ ଶ୍ୟାମା କାଳୀର ପୂଜା କରୁଛି ସେ ସତୀ, ତୁ ମିଛ ତା ନାଁରେ ତୁ ନିନ୍ଦା କହୁ, କଳଙ୍କିନୀ ବୋଲି କହୁ, ତୁ ନିନ୍ଦା କଥା କହୁ, ଆଉ ତୁ ମୋର ଭଉଣୀ ନ ହେଇଥିଲେ ତୋର ମୁଁ ବର୍ତ୍ତମାନ ଶିରଚ୍ଛେଦ କରିଥାନ୍ତି। କୁଟିଳା ତୁ ଏଡ଼େ ମିଥ୍ୟାବାଦୀ, ମୋର ସ୍ତ୍ରୀ ସତୀ ପତିବ୍ରତା, ତା ନାଁରେ ତୁ ମିଥ୍ୟା କଥା କହୁଛୁ ନା, ଚାଲିଯା ଏଠୁ। କ୍ରୋଧାନ୍ୱିତ ଯେତେବେଳେ ହେଇଯାଇ ସେତେବେଳେ କୁଟିଳା ଭୟରେ ଘରକୁ ପଳାଇ ଆସିଛି। ସେତେବେଳେ ଆୟାନ ପୁଷ୍ପ ଚନ୍ଦନ ଦେଇ ଜବା କାଳୀ ଯା ଦେବୀ ସର୍ବଭୂତେଷୁ ମାତ୍ର ରୂପେଣ ସଂସ୍ଥିତା, ନମ ତସ୍यै ନମ ତସ୍यै ନମ ତସ୍यै ନମଃ ନମଃ। ଓଁ କାଳୀ ସ୍ୱାହା ଜବା କୁସୁମଧାରୀ
इत्यादि कही मंत्र पाठ करी तांको पुष्पांजलि देई राधारानी धन्यवाद देले हे राधे तुमरी पाई मु आजी ये मोर जे आराध्या काली दर्शन पाइली आज पर्यंत मुझे पूजा करी किंतु मु दर्शन करी पारि नाही आज तुम भली पतिव्रता पाई मो भली सतीत्व पाई मोर आज श्यामा काली दर्शन पाइली अतएव हे राधे तुम्हें धन्य धन्य ब्रजपुर रे तुम्हें दैनंदिन श्यामा काली पूजा करुथा तुमको कहीं मना करि परिबे नाही आउ जटिला कुटिला यदि कौ दिन भी कहे मु तांकर शिरच्छेद करी तुम्हें चिंता कर नाही अतएव तुम्हें दैनंदिन पूजा अर्चना करी निज मन इच्छा रे पूर्ण मनस्कामना पूर्ण कर पूजा कर अतएव तुम्हें धन्य तुम्हें धन्य तुम्हें धन्य यही कही आयार निज घर को आसिल पड़े श्री वृंदावन चंद्र की जय। अतएव भगवानंकर यही अति आश्चर्य मनोरम लीला आम जो कहूँ कृष्ण काली है किंतु ये ब्रजमंडल जो काली होती ये स्वयं कृष्ण होती आम ये जगत रे जे संहारिणी काली से काली अलगा शिवंकर पत्नी से काली किंतु एठी कृष्ण काली रूप धारण करथिले निजे स्वयं कृष्ण राधा रानी को बंचिया पाई तांकर मान सम्मान तांकर महत्व महिमा प्रतिष्ठा और प्रचार करिया पाई भगवान निजे कृष्ण काली रूप धारण करथिले। अतएव हे भक्तवृंद जदि ये सुंदर भगवान लीलाटी भल लगुए सब्सक्राइब लाइक शेयर करी घरे बसी ये अनंत भक्ति सुधा चैनल को देखंतु आउरी नुआ नुआ यही भगवान सुंदर लीला गप एवं शुणी निजर चरित्र और निजर भगवान चरण में आत्मसमर्पण करी आमर मनुष्य जन्म को धन्य करवा बोल श्री वृंदावन चंद्र की जय। अतएव समय को अपेक्षा नहीं डेरी कले चलो नहीं आमर जीवन टी अनित्य केते बड़ी खाइबा पीवा नहीं समय बीती जाइछि आज पर्यंत जेते खाइछु गोटे आलू गोड़ाओ नहीं थांता जेतिकी चाउल खाइछु गोटे राइस मिल नहीं थांता जेतिकी लुगा पिंधिछु गोटे कौन सूता कल होता ये भली जीवन में आम नष्ट कर चलीछु किंतु जो पिंधिबा जो खाइबा जो सब भरण पोषण ताहा जदि हरिभजन नहला ताहले जीवन मूल्य किछि नाई बोले श्री वृंदावन चंद्र की जय। हरे कृष्ण।